ଯେତେବେଳେ ଛୁଆଟି ଜନ୍ମ ହେଇଛି ସେତେବେଳେ ତାଙ୍କର ବୟସ ହେଇଥିଲା ମାତ୍ର 14-15 ବର୍ଷ। ହଁ ମୋର ଭାଇପ ଦରକାର ନାହିଁ, ସିଏ କଣ କହ ମୋର ସିଏ ଆସିବା ଦରକାର ନାହିଁ କହିଛି ତା ଷ୍ଟେଟମେଣ୍ଟରେ, କିନ୍ତୁ ମୋ ଛୁଆର ମା ଦରକାର। ଗୋଟେ 14-15 ବର୍ଷର ଝିଅଟେ ଯେତେବେଳେ ମା ହଉଛି, ଛୁଆଟେ ଜନ୍ମ କରୁଛି, ତାର ମାନସିକ ଅବସ୍ଥା କଣ ଥିବ? ମାନେ ଗୋଟା ତୁଳସୀ ଗଣନାଟ୍ୟକୁ କେମିତି ନଷ୍ଟ କରିଦିଆଯିବ ଭାବି ବ୍ୟବସ୍ଥା କରି। କିନ୍ତୁ 2020 ମସିହାରେ ଗୋଟେ ଝିଅ ବିନୋଦିନୀ ବୋଲି ଜଣେ ଝିଅ ଯାଇ କହିଲେ ତାଙ୍କ ସହିତ ତାର ସମ୍ପର୍କ ରହିଛି, ତାଙ୍କଠୁ ସ୍କ୍ରିନଶଟ୍ ଦେଖେଇଲେ, ପଇସା କିଛି ନେଇଛନ୍ତି, ଯାହାକୁ ମୁଁ ହାତ ଧରି ଘରୁ ବାହାରିକି ଆସିଥିଲି, ସେ ଯୋଉଠି ମୋତେ ଫୋପାଡ଼ି ଦେଇଥିଲା ମୁଁ ସେଇଠି ପଡ଼ିକି ଅଛି। ଆମେ ସୋନାଲି ଏବଂ ତାଙ୍କର ଚରିତ୍ରକୁ ନେଇ ଯଦି ଇଏ କହିବେ କାହା ସହିତ, ଯାତ୍ରାପାଟି ମାଲିକଙ୍କ ସହିତ, ତାଙ୍କ ନାଁ ଗୋଟେ କଣ, ହଁ ଅନନ୍ତ ବାବୁ ନା କଣ, ତାଙ୍କ ନାଁରେ ଯଦି ମନେକର କହିବେ, ଆଚ୍ଛା ଯେ ସିଏ ଗୋଟେ ପ୍ରେଷ୍ଟିଜିୟସ୍ ଲୋକଟେ ଯାହାର ଏତେ ତିନିଟା ପାର୍ଟି, ଯାହାର 3ଟା ଯାତ୍ରା ପାର୍ଟି ଚାଲୁଛି, ସେ ନିହାତି ଭାବରେ ଗୋଟେ କୋଟିପତିଟେ, ତାର ନିଶ୍ଚିତ ଭାବରେ ଗୋଟେ ରେପୁଟେସନ ଥିବ, ଭଲ ମନ୍ଦ ଥିବ, ହଁ କି ନାହିଁ? ଆଚ୍ଛା ସେଇ ଯୋଉ ଜିନିଷଟାକୁ ସେ କଣ କରିବେ ନା, ଆରେ ଏଇଟା ହଉଛି ମନେକର ଆ ପାଇଁ ମୁଁ ସମାଜରେ ବଦନାମ ହଉଛି, ବିଦା କର, ମୁଳୁରୁ ମାଇଲେ ଯିବ ସରି, ଶିବଙ୍କ ସଙ୍ଗେ କିମ୍ବା କଳି, ବାଉଁଶ ନଥିବ କି ବଇଁଶୀ ବାଜିବନି। ଗୋଟେ ପ୍ରେମ ସମ୍ପର୍କ, ଏହା ସତ୍ୟ, ଏବଂ ସେମାନେ ମ୍ୟାରେଜ କରିବାଟା ମଧ୍ୟ ସତ୍ୟ। ମନ ଜାଣେ ପାପ, ମା ଜାଣେ ବାପ। ଇଏ ଝିଅଟିକୁ ନେଇକି ଛାଡ଼ିଦେଲା କୋଉଠି, ମାନେ ସାଙ୍ଗ ହେଇକି ଯାଇକି ରହିଲେ କୋଉଠି ଯାତ୍ରା ପାର୍ଟିରେ, ତୁଳସୀ ଗଣନାଟ୍ୟରେ, ସେଠି ମଧ୍ୟ ତାକୁ ଏକୁଟିଆ ଛାଡ଼ି ଦେଇକି ପଳେଇ ଆସିଲା। ସୋସିଆଲ ମିଡ଼ିଆ ଯେତେ ପରିବାରର କଥାକୁ ଯେତେବେଳେ ସୋସିଆଲ ମିଡ଼ିଆକୁ ଆଗେ ଆସେ, ସେତେବେଳେ ପରିବାରଟା ଉଜୁଡ଼ି ଯାଏ, ସଜାଡ଼ି ହୁଏନି। ଦେଖନ୍ତୁ ଏ କେସ୍ଟା ଆକ୍ଚୁଆଲି ଗୋଟେ ସିମ୍ପଲ୍ ଜିନିଷଟେ, ଏଇଟା ଗୋଟେ ପାରିବାରିକ ଘଟଣାଟେ ଯଦି ଆପଣ କହିବେ, ଯୋଉଟା ଗୋଟେ ମାନେ ପରିବାରର ଘଟଣା ଗୁଡ଼ିକ ଯେତେବେଳେ ସୁପ୍ତ ହେଇକି ଥାଏ, ସେଟା କୁହାଯିବ ପରିବାର ଯେତେବେଳେ ଅଶାନ୍ତି ହୁଏ, ସେଟା କୁହାଯିବ ଗୋଟେ ଆଗ୍ନେୟଗିରି ଉଦ୍ଗୀରଣ। ଆମେ କହୁନେ ଘରେ ଯେତେବେଳେ ସ୍ତ୍ରୀ ଲୋକ ସ୍ୱାମୀ ମାରୋଡ଼ ଲାଗନ୍ତି, ତାଙ୍କ ଘରେ ଆଗ୍ନେୟଗିରି ଉଦ୍ଗୀରଣ ହେଉଛି, ଅର୍ଥ ଯୋଉ ଆଗ୍ନେୟଗିରିଟା ଯେମିତି ଥାଏ ସୁପ୍ତ ଅବସ୍ଥାରେ, ଲାର୍ଭା, କାହିଁକିନା ଗୋଟେ ପରିବାରଟା ସବୁବେଳେ ମାନେ ଗୋଟେ ଲାର୍ଭା ଅବସ୍ଥାରେ ଥାଏ, ତାକୁ ଆପଣ ଯେତେ ସୁପ୍ତ କରିକି ରଖିବେ ସେଟା ସୁପ୍ତ ହେଇକି ରହିବ, କିନ୍ତୁ ଯେତେବେଳେ ତାକୁ ମାନେ ଉଦ୍ଗୀରଣ ହବ ସିଏ, ସେଠି ଆଉ ମାନେ ହାଡ଼ ମାଂସ ମିଳିବନି, ସେଇଭଳିଆ ଜିନିଷ ଗୋଟେ ଏଇଟା ହେଉଛି କଣ ନା, ସେମାନଙ୍କ ଭିତରେ ଗୋଟେ ପ୍ରେମ ସମ୍ପର୍କ, ଏହା ସତ୍ୟ, ଏବଂ ସେମାନେ ମ୍ୟାରେଜ କରିବାଟା ମଧ୍ୟ ସତ୍ୟ। ଛୁଆ ଗୋଟେ ମେ 18, 2014 ତାରିଖ ଦିନ ଜନ୍ମ ହେଇଛି ପୁରୀ ହସ୍ପିଟାଲ, ତା ମଧ୍ୟ ସତ୍ୟ। କିନ୍ତୁ ଯେତେବେଳେ ଛୁଆଟି ଜନ୍ମ ହେଇଛି ସେତେବେଳେ ତାଙ୍କର ବୟସ ହେଇଥିଲା ମାତ୍ର 14-15 ବର୍ଷ। ବା 2012 ମସିହାରେ ସେ ମାଟ୍ରିକ ପାସ୍ କଲେ, 2013 ମସିହାରେ +2 ଫାର୍ଷ୍ଟ ଇୟର ଯେତେବେଳେ ସେ ପଢ଼ୁଥିଲେ, ସେଇ ସମୟରେ ଘରୁ ତାଙ୍କ ସହିତ ପଳେଇ ଆସିଲେ। 2014 ମେ 18 ତାରିଖ ଦିନ ତାଙ୍କ ଗୋଟେ ପୁଅଟିଏ ଜନ୍ମ ହେଇଥିଲା। କ୍ଲିୟର, ଏଇଟା ହେଉଛି ଘଟଣା। ଏବଂ ପର ମୁହୂର୍ତ୍ତରେ ଯେହେତୁ ସେ ମାଇନର ଥିଲେ, ଯେତେବେଳେ ଘରୁ ଭାଗିକି ପଳେଇଛନ୍ତି, ତାଙ୍କର ମାମୁଁ ଘରେ ଯାଇକି ଅଛନ୍ତି, ମାମୁଁ ଘର ଲୋକମାନେ ତାଙ୍କୁ ରଖିନାହାନ୍ତି, କାହିଁକିନା ସେ ଗୋଟେ ନାବାଳିକା ଝିଅଟି, ସମସ୍ତଙ୍କର ଡର। ଆଜ୍ଞା ଆପଣ ଗୋଟେ ସାବାଳିକା ଝିଅକୁ ତ ଲୋକମାନେ ପୋଲିସକୁ ଡରୁଛନ୍ତି, ନାବାଳକ ହେଲେ ତ ଆହୁରି ଭୟଙ୍କର ଅବସ୍ଥା, ସେଟା କଥା। ତେଣୁ ସେମାନେ ତାକୁ ତଡ଼ିଛନ୍ତି। ପର ମୁହୂର୍ତ୍ତରେ ଗୋଟେ ମନ୍ଦିରରେ ସେମାନେ ଯାଇକି ମ୍ୟାରେଜ କରିଛନ୍ତି। ମନ୍ଦିରରେ ବାହା ହେଇ ସାରିଲା ପରେ ସେମାନେ ଯାଇକିରି ତାଙ୍କ ନିଜ ଘରେ ରହିଛନ୍ତି। ତାଙ୍କ ଘରେ କିଛି ଦିନ ରହି ସାରିଲା ପରେ ତାଙ୍କ ଘର ଲୋକ ଶ୍ରୀକ୍ଷେତ୍ରଙ୍କ ଘରେ, ହଁ ଶ୍ରୀକ୍ଷେତ୍ରଙ୍କ ଘରେ, ସେଠି ବି ତାଙ୍କ ଘର ଲୋକ ମାନେ ଡରିଛନ୍ତି, କାହିଁକିନା ତାଙ୍କ ବାପା ମା ସେମାନେ ସାଧାରଣ ପରିବାର ଲୋକମାନେ, ତ ସେଠି ବି ଇଏ ହେଇଛନ୍ତି। ଆଜି ଡେଟ୍ରେ ଆଜିର ଯୋଉ ସିଚୁଏସନ୍ ଆଉ 2012 ଯୋଉ ସିଚୁଏସନ୍, 2014-13 ଯୋଉ ସେଇ ଯୋଉ ସିଚୁଏସନ୍, ଆକାଶ ପାତାଳ ଡିଫରେନ୍ସ। ଆଉ ଗୋଟିଏ କଥା ମନେ ରଖିଥାନ୍ତୁ, ଗୋଟେ ସାଧାରଣ ପରିବାରରୁ ଯୋଉମାନେ ଆସିଥାନ୍ତି ଜେନେରାଲ ସେନ୍ସ, ତାଙ୍କ ଘରୁ ଯେତେବେଳେ ଗୋଟେ ଝିଅଟିଏ ପଳାଏ, ଆଜି କ'ଣ ସମସ୍ତେ ଅସାଧାରଣ ହେଇଯାଇଛନ୍ତି, ସମସ୍ତଙ୍କ ଦୁନିଆ ଅଭିମୁଖୀ, ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍, ସମସ୍ତେ ଜାଣିଲେନି ପୋକ୍ସୋରେ କେସ୍ ହେବ, ସମସ୍ତେ ଜାଣିଲେନି ମୋ ଝିଅ ସେଫ୍ଟି ରହିବ, ଯୋଉଥିପାଇଁ ଲୋକମାନେ କେସ୍ଟା ସାଙ୍ଗେ ସାଙ୍ଗେ କରିଦେଉଛନ୍ତି। ସେଇ ସମୟରେ ଲୋକମାନେ କେସ୍ କଲେ। ଆଜି ମଧ୍ୟ ଲୋକମାନେ ଅନେକ ଜାଗାରେ ଦେଖିବେ, ମାନେ ଦୃଷ୍ଟିଛାୟା ଅଞ୍ଚଳ, ସେମାନେ ମଧ୍ୟ ଝିଅଟି ଯେତେବେଳେ ଘରୁ ପଳାଏ କି କ'ଣ, ସେମାନେ ମଧ୍ୟ କେସ୍ କରନ୍ତି ନାହିଁ। ବୁଝିପାରିଲେ, ମାନେ ବଦନାମ ଭୟରେ ନା ନାହିଁ, ବିଭିନ୍ନ ପ୍ରକାର ଜିନିଷ ଅଛି ତା ପଛରେ। ବଦନାମ ତ ହେଇସାରିଲାଣି, କାହିଁକି ନା ଯେତେବେଳେ ଘରୁ ଝିଅଟିଏ ପଳାଏ, ଜେନେରାଲ ସେନ୍ସରେ ବାପା ମାଆଙ୍କୁ ନ ପଚାରି, ଭାଇକୁ ନ ପଚାରି, ସମସ୍ତେ ବଦନାମ ହୁଅନ୍ତି, ତାଙ୍କ ଘର ଝିଅ ପଳାଇଛି। ଯେତେ ଆଧୁନିକତା ଆଡ଼କୁ ଯେତେ ସମାଜ ଗଲେ ମଧ୍ୟ ଆଜି ମଧ୍ୟ ଲୋକ କହୁଛନ୍ତି ତାଙ୍କ ଝିଅ ପଳେଇଲା। ବୁଝିପାରୁଛନ୍ତି? ତେଣୁ କୋଉଠି ନା କୋଉଠି ଆମେ ବି ବନ୍ଧୁବାନ୍ଧବରେ କ'ଣ କହୁଛେ, ଆସିକି ଏତେ ବଡ଼ ବଡ଼ କଥା କହୁଛି, ସିଆଡ଼େ ଝିଅଟାକୁ ସମ୍ଭାଳି ପାରିଲେନି, ଝିଅ ପଳେଇଲା, ହଁ କି ନାଇଁ? ରିଅଲିଟିଟାକୁ ଯାଆନ୍ତୁ, ଶୁଣନ୍ତୁ, ରିଅଲ ଲାଇଫ୍ ଓ ରିଅଲ ଲାଇଫ୍। ବାହାଘର ଛୁଆଟି ହେଲା, ଛୁଆଟି ତାଙ୍କ ଘର ଲୋକ ନେଇଗଲେ, ତାଙ୍କ ଘର ଲୋକ କହିଲେ 18 ବର୍ଷରୁ କମରେ ଆମ ଘରକୁ ତମେ ଆସିବନି, କେସ୍ ପାସ୍ ହବ। ଇଏ ଝିଅଟିକୁ ନେଇକି ଛାଡ଼ିଦେଲା କୋଉଠି, ମାନେ ସାଙ୍ଗ ହେଇକି ଯାଇକି ରହିଲେ କୋଉଠି ଯାତ୍ରା ପାର୍ଟିରେ, ତୁଳସୀ ଗଣନାଟ୍ୟରେ, ସେଠି ମଧ୍ୟ ତାକୁ ଏକୁଟିଆ ଛାଡ଼ି ଦେଇକି ପଳେଇ ଆସିଲା।
ବହୁତ ଝିଅଟି ଷ୍ଟ୍ରଗଲ୍ କରିଛି। ଏକୁଟିଆ ଛାଡ଼ିବାର କାରଣ ସେଟା ସେମାନେ କହିପାରିବେ। କାହିଁକି ନା ସେମାନେ ତ ଦି ଜଣ ଯାକ ମ୍ୟାରେଜ୍ କରିକି ଥିଲେ, ଛୁଆଟି ବି ତାଙ୍କର ହେଇଛି। ଏବଂ ଇଏ ସୋନାଲି ଯେତିକି କହିବା କଥା ଯେ ମୁଁ ଆଜ୍ଞା ଆମେ ଯାଇକି ସାଙ୍ଗ ହେଇକି ସେଠି କାମ କରୁଥିଲୁ, ମୁଁ ଏ ଯୋଉ କାର ଡ୍ରେସ୍ ପଡ଼ିଗଲା ଷ୍ଟେଜ୍ରେ କି ଛୋଟିଆ ମୋଟିଆ ଯୋଉ ଗୋଟେ ହିରୋଇନ୍ ମାନଙ୍କ ସାଙ୍ଗରେ ଯୋଉ ଚାଲିକି ଯାଆନ୍ତି ଯୋଉ ପଛରେ ଯୋଉ ଠିଆ ହୁଅନ୍ତି, ଆଉ ଏଇସବୁ କାମ ଆଜ୍ଞା କରୁଥିଲି। କ'ଣ କିଛି ପଇସା ଦେଇଥିଲେ ମାଲିକ ଆଡ଼ଭାନ୍ସ ଆକାରରେ, ସେ ପଇସା ଧରିକି ଆଜ୍ଞା ପଳେଇ ଆସିଲା, ମୋତେ ଏକୁଟିଆ ଛାଡ଼ିଦେଲି। ଆଉ ତେଣୁ ଯାହା ବି ହଉ ପଳେଇ ଆସିଲା ପରେ ଇଏ ଆ ବାଟରେ ସେ ତା ବାଟରେ। 2016 ମସିହାରେ ମଧ୍ୟ ସେ ତାଙ୍କୁ କିଏ ଜଣେ ମହିଳା ଫୋନ୍ କରି କହିଲେ ଯେ ତୁମେ ଯାହା ସାଙ୍ଗେ ଆସିଛ ତାର ବାହାଘର ସରିଯାଇଛି, କେତେ ଦୂର ସତ କେତେ ଦୂର ମିଛ ମୁଁ ଜାଣିନି। କିନ୍ତୁ 2020 ମସିହାରେ ଗୋଟେ ଝିଅ ବିନୋଦିନୀ ବୋଲି ଜଣେ ଝିଅ ଯାଇ କହିଲେ ତାଙ୍କ ସହିତ ତାର ସମ୍ପର୍କ ରହିଛି, ତାଙ୍କଠୁ ସ୍କ୍ରିନଶଟ୍ ଦେଖେଇଲେ, ପଇସା କିଛି ନେଇଛନ୍ତି, 2 ଲକ୍ଷ 2.5 ଲକ୍ଷ ଟଙ୍କା କି 5 ଲକ୍ଷ ନେଇଛନ୍ତି। ଏସବୁ ଜିନିଷ ଯେତେବେଳେ ସେ ଦେଖି ସାରିଲା ପରେ ସେ କେବଳ ଭାଗ୍ୟକୁ ଆଦରିକି ଥିଲେ। କିନ୍ତୁ ଯେତେବେଳେ ଯାତ୍ରା ବିବାଦ ଆସିଲା, ବିଭିନ୍ନ ପ୍ରକାର ବିବାଦ ଆସିଲା, ସେଇ ସମୟରେ ଏଇ ପିଲାଟିକୁ କିଛି ଲୋକ ମୋହରା ବନେଇଦେଲେ ଏଇ ଯୋଉ ଶ୍ରୀକ୍ଷେତ୍ରକୁ। ଯଦି ଆପଣ ଚିନ୍ତା କରନ୍ତୁ, ଆପଣଙ୍କ ବି ପରିବାର ଅଛି, ଆପଣ ବି ବିବାହିତ ହେଇଥିବେ, ଆପଣଙ୍କ ଘରେ ପରିବାର ଥିବ, ଝିଅ ଥିବ, ଭଉଣୀ ଥିବ, ସମସ୍ତେ ଥିବେ। ଆପଣଙ୍କ ଘରେ ମନେକର ଆପଣଙ୍କର ସ୍ତ୍ରୀଙ୍କ ସାଙ୍ଗେ କ'ଣ ବିବାଦ ହଉନି, ଘରେ ବୋଉ ସାଙ୍ଗେ ବିବାଦ ହଉନି, ବାପାଙ୍କ ସାଙ୍ଗେ ହେଇନି, ଆମେ କ'ଣ ସେଟାକୁ ଆଣି ସୋସିଆଲ ମିଡ଼ିଆରେ କହିବା କି? ସୋସିଆଲ ମିଡ଼ିଆ ଯେତେ ପରିବାରର କଥାକୁ ଯେତେବେଳେ ସୋସିଆଲ ମିଡ଼ିଆକୁ ଆଜ୍ଞା ଆସେ, ସେତେବେଳେ ପରିବାରଟା ଉଜୁଡ଼ି ଯାଏ, ସଜାଡ଼ି ହୁଏନି। ଆପଣ ଥରେ ଭାବନ୍ତୁ, ଅନେକ ଦେଖନ୍ତୁ ସୋସିଆଲ ମିଡ଼ିଆ ତାଙ୍କର ନିଜର ଟିଆରପି ପାଇଁ ସେମାନେ ବଜେଇ ଦେବେ ଜିନିଷଟାକୁ, ଆପଣ ଯେତେ କଳି ଲାଗିବେ ସେ ମନେକର କାଲି ସେ ପିଲାଟିକୁ ବତେଇ ଦେଇଛନ୍ତି, କାଲି ସେ ଇଆଡ଼ୁ ସିଆଡ଼ୁ ମୋତେ କହିଦେଲା, ମନେକର ତା ବିଷୟରେ କହିବି, ମୋତେ ବୋଧେ ସନ୍ଧ୍ୟାବେଳୁ 6 କି 8 ଜଣ ଖଣ୍ଡେ ମାନେ ଯୋଉ ସୋସିଆଲ ମିଡ଼ିଆର ଯୋଉ ରିପୋର୍ଟର ମାନେ ମୋତେ ଆସିକି କହିଲେଣି, ଆଜ୍ଞା ସିଏ ଆପଣ ୟା କହିଲା, ଆପଣ ଟିକେ କ'ଣ କୁହନ୍ତୁ। ମୁଁ କହିଲା ସିଏ କହିଲା ମୁଁ କ'ଣ କହିବି, ତାକୁ କହ ଆହୁରି କହୁ, ମୋ କଥା ବୁଝିପାରିଲେ ନା ନାହିଁ? ଆଚ୍ଛା ସିଏ କହିବ, ମୁଁ କହିବି, ସିଏ ପୁଣି ତାପରେ କହିବ, ଆଚ୍ଛା ଫାଇଦାଟା କିଏ ନେବ? ମିଡ଼ିଆ ନେବ ଫାଇଦା। ତେଣୁ ମୋର ସେଟା କିଛି ମୋର ଯେତିକି ପର୍ଯ୍ୟନ୍ତ ଯିବାର କଥା ମୁଁ ସେତିକି। କେସ୍ ହେଇଛି, ୟା ଉପରେ କେସ୍ଟି ହେଇଛି, ଦ୍ୟାଟ୍ସ ଅଲ୍। କେସ୍ କୋଉ ଗ୍ରାଉଣ୍ଡରେ ହେଇଛି? କେସ୍ଟା ହେଇଛି ଯେ ସିଏ ଯେତେବେଳେ ନାବାଳିକା ଥିଲା, ଇଏ ଯେତେବେଳେ ସୋସିଆଲ ମିଡ଼ିଆରେ ତାଙ୍କର ଚରିତ୍ର ଖରାପ କରିକି କହିଲେ, ସିଏ ବଞ୍ଚିବା କଷ୍ଟ ହେଇଗଲା ତା ପାଇଁ। ଅବଭିୟସଲି ହେବା କଥା, ନିଶ୍ଚିତ। ସମାଜରେ ଆପଣ ପଇସା ରୋଜଗାର କରିବା ସମାଜରେ ବହୁତ କଷ୍ଟ କଥା ନୁହେଁ। ଯେଉଁମାନେ ପଇସା ରୋଜଗାର କରିବା ଶିଖିଗଲେଣି ତାଙ୍କ ପାଇଁ ପଇସା ରୋଜଗାର କରିବା କଷ୍ଟ ଜିନିଷ ନୁହେଁ, ଆପଣ ବି ଜାଣିଛନ୍ତି। ସମାଜରେ ଧନଟା ଯେମିତି ମାନେ କଷ୍ଟ ନୁହେଁ, ଜନ କମେଇବା ବି କଷ୍ଟ ନୁହେଁ। ଆପଣ ଯଦି ସମସ୍ତଙ୍କ ସାଙ୍ଗେ ସୁବ୍ୟବହାର କରିବେ, ଭଲରେ କଥାବାର୍ତ୍ତା ହେବେ, ଆପଣଙ୍କ ସହିତ ସମସ୍ତେ ସୁବ୍ୟବହାର କରିବେ, କଥା ହେବେ, ଜନ କମେଇଦେଲେ କି ମନ ବି କମେଇଦେଲେ। କିନ୍ତୁ ଗୋଟିଏ ଜିନିଷ କମେଇବା ବହୁତ କଷ୍ଟ। କ'ଣ ସେଇଟା? ମାନ ସମ୍ମାନ କମେଇବା ଏତେ ସହଜ ଜିନିଷ ବାପା ନୁହେଁ। ତେଣୁ ସମାଜରୁ ଗୋଟେ ଥର ଯଦି ସମ୍ମାନ କମିଗଲା, ସମ୍ମାନ ଜଣଙ୍କ ତଳେ ପଡ଼ିଗଲା, ଦାଣ୍ଡରେ ପଡ଼ି ହାଟେ ନିଲାମ ହେଇଗଲା, ବହୁତ କଷ୍ଟଦାୟକ, ଯୋଉଟାକି ସୋନାଲି କ୍ଷେତ୍ରରେ ଦେଖାଗଲା। ଏଇ ଯୋଉ ଘଟଣା ଗୁଡ଼ିକ ତାଙ୍କ ଜୀବନରେ ଯୋଉ କଳା ଇତିହାସ ଅଛି, ଯୋଉ କଳା ବାଦଲ ଅଛି ତାଙ୍କ ଜୀବନ ଭିତରେ, ଏ କଥାଟାକୁ ସେ କାହା ଆଗରେ ପ୍ରକାଶ କରୁନାହାନ୍ତି। କାହାକୁ କହିବେ? ଅଜାଗା କାହା ଦେଖି ହୁଏନି କି ଦେଖେଇ ହୁଏନି। ଯୋଉ ବୟସରେ ଆପଣ ଥରେ ଆଖି ବୁଜିକି ଭାବନ୍ତୁ, ଯୋଉ ସାରା ଓଡ଼ିଶାର ଲୋକମାନେ ବଡ଼ ବଡ଼ କଥା ବର୍ତ୍ତମାନ କହୁଛନ୍ତି, ଗାଳି ଗୁଲଜ କରୁଛନ୍ତି, ସେ ମୋର କିଛି ଲେନଦେନ ନାହିଁ। କିନ୍ତୁ ଥରେ ଭାବିକି ଦେଖନ୍ତୁ, ଗୋଟେ 14-15 ବର୍ଷର ଝିଅଟେ ଯେତେବେଳେ ମା ହେଉଛି, ଛୁଆଟେ ଜନ୍ମ କରୁଛି, ତାର ମାନସିକ ଅବସ୍ଥା କ'ଣ ଥିବ, ଶାରୀରିକ ଅବସ୍ଥା କ'ଣ ଥିବ, ଯାହାର ପରିବାର ବି ତା ସାଙ୍ଗରେ ନାହିଁ, କେତେ କଷ୍ଟରେ ସେ ଥିବ, ଏଇଟାକୁ ଥରେ ଚିନ୍ତନ କରିବା ଦରକାର। ନିଶ୍ଚିତ ଚିନ୍ତନ କରିବା ଦରକାର। ସେ ସେଇ ଅବସ୍ଥାରେ ଥିଲା, ନା କାହାକୁ କହିପାରିବ, ନା କାହାକୁ ସହିପାରିବ। କିନ୍ତୁ ଯେତେବେଳେ ସୋସିଆଲ ମିଡ଼ିଆକୁ କଥାଟା ପଳେଇ ଆସିଲା, ସିଏ ଦେଖିଲା, କହିଲା ଯାହା ସତ୍ୟ ତାହା ମଧ୍ୟ ଲୋକଲୋଚନକୁ ଆସୁ। ଏତିକି ବୟସରେ ମୋ ସାଙ୍ଗେ ଶାରୀରିକ ସମ୍ପର୍କ ସେ ରଖିଥିଲେ ମୋର ଇଚ୍ଛା ବିରୁଦ୍ଧରେ, ଏତିକି ସମୟ ଏତିକି ଦିନରେ ମୋତେ ବିବାହ କରିଥିଲେ, ଅମକ ଜାଗାରେ ମୋତେ ନେଇକି ରଖିଥିଲେ, ମୋତେ ସେ ନେଇକି ଯାତ୍ରାରେ ଛାଡ଼ି ଦେଇକି ଆସିଥିଲେ, ଅମକ ହସ୍ପିଟାଲରେ ଛୁଆଟି ଜନ୍ମ ହୋଇଥିଲା, ଯାହା ସବୁ ସତ୍ୟ। ଏବଂ ବର୍ତ୍ତମାନ ଯୋଉ ଜାଗାରେ ଯୋଉ ଗଛ ମୂଳେ ମୋତେ ସେ ଲୋକଟି ଛାଡ଼ି ଦେଇକି ଯାଇଥିଲା, ଆଜି ମଧ୍ୟ ମୁଁ ସେଇଠି ଅଛି। କୋଉଠି? ଯୋଉ ତୁଳସୀ ଗଣନାଟ୍ୟରେ ଆଜିକି 12 ବର୍ଷ ତଳେ 2015 ମସିହାରେ କି 10 ବର୍ଷ 2015ରେ 10 ବର୍ଷ ତଳେ ତାକୁ ନେଇ ମୋତେ ଯୋଉଠି ଛାଡ଼ିକି ଆସିଥିଲା, ଯାହାକୁ ମୁଁ ହାତ ଧରି ଘରୁ ବାହାରିକି ଆସିଥିଲି, ସେ ଯୋଉଠି ମୋତେ ଫୋପାଡ଼ି ଦେଇଥିଲା ମୁଁ ସେଇଠି ପଡ଼ିକି ଅଛି। ତା ବିଷୟରେ ମୁଁ କାହାରିକି କହିନି, ସମାଜରେ କାହାକୁ କହିନି ସିଏ ମୋତେ ଏତେ ହଇରାଣ କରିଛି ବୋଲି। ମୋର କଳଙ୍କ ଇତିହାସ ମୁଁ କାହା ଆଗରେ ପଦାରେ ପକେଇ ଦେଇନି। ସବୁ କଳଙ୍କକୁ ବକ୍ଷରେ ଧରି ଗଙ୍ଗା ପବିତ୍ର।
ସେତେବେଳର ସ୍ଥିତି ଆଉ ବର୍ତ୍ତମାନର ସ୍ଥିତି ସୋନାଲି ଯେହେତୁ ଉପରକୁ ଉଠି ଯାଇଛନ୍ତି ନାଇଁ ତାକୁ ନେଇକି ନାଇଁ ଆକ୍ଚୁଆଲି ସେଟା ନୁହେଁ ଯୋଉ ଆମେ ଲୋଭ ହେଇଯାଇଛି କି ନା ସେ ନା କ୍ଷେତ୍ର? ଆମେ ବହୁତ ଲୋକ ମତେ ସେ କ୍ୱେଶ୍ଚିନ୍ କରୁଛନ୍ତି ଯେ ସୋନାଲି ଯେହେତୁ ବର୍ତ୍ତମାନ ଗୋଟେ ଟପ୍ କ୍ଲାସ ର ହିରୋଇନ ତାଙ୍କର ପଇସାକୁ ଦେଖି ତାଙ୍କର ଲୋଭ ହେଇଗଲା କି କଣ ହେଲା ମୁଁ ଏଟାକୁ ଗ୍ରହଣ କରୁନି କାହିଁକି ହାତୀ ବନସ୍ତରେ ବୁଲିଲେ କାହାର ରଜାଙ୍କର ଯଦି ତୁମେ ଜାଣିଛ ସେ ପୁଅଟା ତାଙ୍କର କାହାର ସୋନାଲି ତମେ ଜାଣିଛ ତ କେହି ଜାଣିଲେ ମନ ଜାଣେ ପାପ ମା ଜାଣେ ବାପ ତମେ ବି ଜାଣିଛ ମା ଜାଣିଛି ବାପ ତାର କିଏ ଇଏ ସର୍ ନୁ କାଲି ସକାଳେ ଯଦି ସୋନାଲି ମିଲିୟନରେ ଟଙ୍କା ରୋଜଗାର କରିଦେଇଥିବ ଯଦି ସେ ଜାଣିଛ ତମେ ତାର ବାପ ବୋଲି ଛୁଆଟା ତାର ଲିଗାଲ ହେୟାର କିଏ ଛୁଆଟା ହଁ କି ନାହିଁ ଛୁଆଟା ପାଇଁ ତମେ ଲଢେଇ କରୁଛ ତମେ ନିଜେ ବି କହୁଛ ଆଉ ଛୁଆର ପ୍ରପର୍ଟି ହେଲେ ତମ ପ୍ରପର୍ଟି ହେଲାନି କି ପ୍ରପର୍ଟି କଥା ନୁହେଁ ଆକ୍ଚୁଆଲି ସେ ପିଲାଟି ମୋହରା ହେଇଯାଇଛି କିଛି ଦୁଷ୍ଟ ଚରିତ୍ର ଦୁଷ୍ଟ ମାନସିକତାର ଲୋକମାନେ ତାକୁ ବ୍ୟବହାର କରିକିରି ମାନେ କୋଟା ତୁଳସୀ ଗଣନାଟ୍ୟକୁ କେମିତି ନଷ୍ଟ କରିଦିଆଯିବ ପାଇଁ ବ୍ୟବସ୍ଥା କରିଛନ୍ତି ଆଚ୍ଛା ମୂଳ ହଉଛି ତୁଳସୀ ଗଣନାଟ୍ୟ ନଷ୍ଟ କରିବା ମୂଳ ସୋନାଲି ଉଦ୍ଦେଶ୍ୟ No, ନଥିଲା। ସେ ଆଚ୍ଛା ଏମାନେ ଦି ଜଣ ଯାକ ମୋହରା ହେଇଛନ୍ତି ଆଚ୍ଛା ସୋନାଲି ମୋହରା ହେଇ ପଡିଲା ଶୁଣନ୍ତୁ ସମସ୍ତଙ୍କ ଦେହରେ ଗୋଟେ ସମସ୍ତଙ୍କ ପଛରେ କିଛି ନା କିଛି ଗୋଟେ କଳା ଇତିହାସ ଥାଏ ଚନ୍ଦ୍ରମା ଦେହରେ କଳଙ୍କ ଅଛି ମୋ ଦେହରେ ବି କଳଙ୍କ ଅଛି ଆପଣଙ୍କ ଦେହରେ ନିଶ୍ଚିତ ଭାବରେ କୋଉଠି ନା କୋଉଠି ଥିବ ମନେକର ଗୋଟେ ଲୋକ ଯେତେବେଳେ ଗୋଟେ ଦେହରେ ମନେକର ଏଇ ଜାଗାଟା ତାର ଘା ହେଇଛି ଘାଟେ ହେଇଛି ସେ କଣ କରୁଛି ତାକୁ ଗଞ୍ଜିଟେ ପିନ୍ଧି ଗୋଟେ ଭଲ ସାର୍ଟଟେ ପିନ୍ଧି ସେଣ୍ଟ ଫେଣ୍ଟ ଟିକେ ପକେଇ କଭର କରୁଛି ଲୁଚିବାକୁ ଚେଷ୍ଟା କରୁଛି ଠିକ ସେମିତି ସମସ୍ତଙ୍କ ଯାହାର ଯୋଉଠି କଳଙ୍କ ଥିବ ଯାହାର ଯୋଉଠି କଳା ଇତିହାସ ଥିବ ସେ ସବୁବେଳେ ତାକୁ କଭର କରିବାକୁ ଚେଷ୍ଟା କରୁଥିବ ଯୋଉଭଳି ଭାବରେ ନେତାମାନେ ସବୁବେଳେ ଦେଖିବେ ଧୁବ ଫର ଫର ପିନ୍ଧନ୍ତି ଇତିହାସକୁ ଲୁଚିବା ପାଇଁ ହଁ କି ନାହିଁ ଧଳା ହାତୀ ବୋଲି ଆମେ କହୁଛେ ହଁ କି ନାହିଁ ହଁ କି ନାହିଁ ତେଣୁ କଥାଟା ହଉଛି ସେ ପ୍ରାକ୍ଟିକାଲ ଜିନିଷଟାକୁ ଚାହାନ୍ତୁ କିଛି କହୁଛନ୍ତି ଲୋକମାନେ ସେ ଆଜି 12 ବର୍ଷ ପରେ କାହିଁକି ତାର ହଜବ୍ୟାଣ୍ଡ କହିଲା ଆରେ 12 ବର୍ଷ ପରେ ସିଏ କହିନି ତାକୁ କୁହା କରାଯାଇଛି ତୁ କହ କାହିଁକି ଆମେ ସୋନାଲି ଏବଂ ତାଙ୍କର ଚରିତ୍ରକୁ ନେଇ ଯଦି ଇଏ କହିବେ କାହା ସହିତ ଯାତ୍ରା ପାର୍ଟି ମାଲିକଙ୍କ ସହିତ ତାଙ୍କ ନାଁ ଗୋଟେ କଣ ଅନନ୍ତ ନାରାୟଣ ଧଳ ହଁ ଅନନ୍ତ ବାବୁ ନା କଣ ତାଙ୍କ ନାଁରେ ଯଦି ମନେକର କହିବେ ଆଚ୍ଛା ଯେ ସିଏ ଗୋଟେ ପ୍ରେଷ୍ଟିଜିୟସ୍ ଲୋକଟେ ଯାହାର ଏତେ ତିନିଟା ପାର୍ଟି ଯୋଉ ଯାହାର 3ଟା ଯାତ୍ରା ପାର୍ଟି ଚାଲୁଛି ସେ ନିହାତି ଭାବରେ ଗୋଟେ କୋଟିପତିଟେ ତାର ନିଶ୍ଚିତ ଭାବରେ ଗୋଟେ ରେପୁଟେସନ ଥିବ ଭଲ ମନ୍ଦ ଥିବ ହଁ କି ନାହିଁ ଆଚ୍ଛା ସେଇ ଯୋଉ ଜିନିଷଟାକୁ ସେ କଣ କରିବେ ନା ଆରେ ଏଇଟା ହଉଛି ମନେକର ଆ ପାଇଁ ମୁଁ ସମାଜରେ ବଦନାମ ହଉଛି ଆକୁ ବିଦା କର ମୁଡୁ ମାଇଲେ ଯିବ ସରି ଶିବଙ୍କ ସଙ୍ଗେ କିମ୍ବା କଳି ବାଉଁଶ ନଥିବ କି ବଇଁଶୀ ବାଜିବନି ହଁ କି ନାହିଁ ଆଚ୍ଛା ତାକୁ ଯଦି ସେଠି ବିଦା କରିଦେବେ ଅବଭିୟସଲି ଯାତ୍ରା ପାର୍ଟି ପ୍ରୋବ୍ଲେମ ହବ କାହିଁକି ପଚାରନ୍ତୁ ଗୋଟେ ମନେକର ଇଏ ଯାତ୍ରା ପାର୍ଟିର ହିରୋଇନ ଆଜି ଯଦି ତୁଳସୀ ଗଣନାଟ୍ୟ ଯୋଉଠି ଯାଉଛି ଲୋକମାନେ କଣ କରୁଛନ୍ତି ସୋନାଲି ଆସିଛି ଅବଭିୟସଲି ଲୋକମାନେ ଜାଗା ଲୋକ ତାର ଆକ୍ଟିଂ ଟାକୁ ଦେଖୁଛନ୍ତି ତାର ଫ୍ୟାନ୍ସ ଫଲୋଅର୍ସ ଅଛନ୍ତି ହଁ କି ନାହିଁ ବାପା ଆଚ୍ଛା ଯୋଉଠି ତାକୁ ମନେକର ବାହାର କରି ଫୋପାଡ଼ି ଦିଆଯିବ ଯାତ୍ରା ବଦନାମ ହେଇଯିବ ଯାତ୍ରା ବଦନାମ ହେଇଗଲା ତୁଳସୀ ପୁଣି ଆଉ ଗୋଟେ ନୂଆ ହିରୋଇନକୁ ନେଇକି ସେଇ ଜାଗାରେ ପହଞ୍ଚିବା ପାଇଁ ମୋ ଅଫିସରେ ଆପଣ ଦେଖୁଛନ୍ତି ପ୍ରାୟ ଏବେ ଦେଖିଲେ 2-4 ଜଣ ଲୋକ ଏଠି ଫୋନ କରୁଛନ୍ତି ମୋର ଅଫିସରେ ଗୋଟେ ପିଲାଟିଏ ନାହିଁ ପିଲାଟି ଯାଇଛି ପରୀକ୍ଷା ଦେବା ପାଇଁ କଣ ତାର କ୍ୟାରିୟର ପାଇଁ ଗଲା ମୁଁ ବର୍ତ୍ତମାନ ଆଜି ମୁଁ ଏତେ ମୁଣ୍ଡ ମୋର ଟିଣ ହେଇକି ବୁଝିଲା ଯେ କୋଉଠି କୋଉ ଫାଇଲ ଅଛି ମୁଁ ପାଉନାହିଁ ଲୋକ ଆସି ପଚାରିବେ କାହାକୁ ମତେ ଆଚ୍ଛା ମୁଁ ତା ଉପରେ ପୁରା ଫୁଲି ଡିପେଣ୍ଡାଣ୍ଟ ମାନେ ଗୋଟେ ମୋର ଗୋଟେ ଏଠି ଛୋଟିଆ ଅଫିସଟେ ସିଏ ଗୋଟେ ଲୋକ ମାନେ 3ଟା ଯାତ୍ରା ପାର୍ଟି ଗୋଟେ ଯାତ୍ରା ପାର୍ଟିରେ ମିନିମମ୍ ଗୋଟେ 1500 କି 1000 ଲୋକ କାମ କରୁଥିବେ ଏଇ ଯୋଉ ଟେଣ୍ଟ ବନ୍ଧାଠୁ ଆରମ୍ଭ କରି ରୋଷେଇ ବାସଠୁ ଧରିକି ଆକ୍ଟର ପର୍ଯ୍ୟନ୍ତ ଗୋଟେ 500 ତ ଲୋକ କାମ କରୁଥିବେ ବର୍ତ୍ତମାନ 3ଟା ପାର୍ଟିରେ 1500 ଲୋକ ସେ କେତେ ଟେନସନରେ ସେ ଲୋକଟା ଥିବ ମାନେ ଯୋଉଟା ରାଇଟ୍ ୱେଟାକୁ ଯାଉ ତମେ ଯଦି ଗୋଟେ ହିରୋଇନଟାକୁ ସେ ବାହାର କରିଦବ ଯାତ୍ରା ପାର୍ଟି ତାର ବ୍ଲେମ୍ ଯୋଉଥିପାଇଁ ଏ ବ୍ୟବସ୍ଥା ନହେଲେ ଏମାନେ ଆକ୍ଚୁଆଲି ଆପଣ ଯଦି ପ୍ରକୃତରେ କେସ୍ଟାକୁ ଦେଖିବେ ଇଏ 2 ଜଣଙ୍କର କିଛି ନାହିଁ ପଛ ଲୋକ ରିପୋର୍ଟ ଧରିକିରି ୟାକୁ ମତେଇ ଦେଇଛନ୍ତି ଇଏ ମାତି ଯାଇଛି ତୁଳସୀ ଗଣନାଟ୍ୟ କେମିତି ବନ୍ଦ ଏକ୍ଜାକ୍ଟଲି ମୋର ଯାହା ଆନାଲିସିସ୍ କରୁଥାଏ ଯାହା ଆନାଲିସିସ୍ ଦେଖନ୍ତୁ ସୋନାଲି କହୁନି ଯେ ସେ ମତେ ପଇସା ମାଗିଥିଲା ବୋଲି ଆସି କହିନି ଆଲିଗେସନରେ ବି କହିନି ଗଲା ଇଏ ତାକୁ କୋଉଠି ଯାଇକି ଧମକେଇଛି କି ବାଡେଇଛି ମାରିଛି ଯାଇକି ଯାତ୍ରା ପାର୍ଟିରେ ସିଏ ବି ସେ କହୁନି ନାଇଁ ମତେ ଆସି କୋଉଠି ଧମକେଇଲା କି ବାଡେଇଲା କି ମାରିଲା କିଛି କହୁନି ହଁ କି ନାହିଁ ଆଚ୍ଛା ଇଏ ପିଲାଟି କହୁଛି ମୋର ଖାଲି ମୋର ଛୁଆର ବାପ କଣ ମା ଦରକାର ହଁ କି ମୋର ମାଇପ ଦରକାର ନାହିଁ ସିଏ କଣ କହ ମୋର ସିଏ ଆସିବା ଦରକାର ନାହିଁ କହିଛି ତା ଷ୍ଟେଟମେଣ୍ଟରେ କିନ୍ତୁ ମୋ ଛୁଆର ମା ଦରକାର ତାକୁ ଯେତିକି ମାନେ କିଛି ଲୋକ ଇନଷ୍ଟ୍ରକ୍ସନ ଦେଇଛନ୍ତି ସେ ମାତି ଯାଇଛି ବାସ୍ତବରେ ତାର କିଛି ଭୁଲ ନାହିଁ କି ବାସ୍ତବରେ ମାନେ ଯେହେତୁ ସେ ଗୋଟେ ସୋସିଆଲ ମିଡିଆରେ ଆସିକିରି ତାଙ୍କର ଚରିତ୍ର ଉପରେ ବାଧା ଆସିଛି କହିଦେଇଛି ସେ ଝିଅଟିକି ମଧ୍ୟ ତାକୁ ବି କଷ୍ଟ ହେଇ ତାର ବି ଚରିତ୍ରକୁ ଆସିଗଲା ଆଞ୍ଚ ସେ ବାଧ୍ୟ ହେଇକି ସେଟା ଓପନ କଲା ଆଣି ହାଇକୋର୍ଟରେ ପିଟିସନ ଫାଇଲ କଲେ
ହାଇକୋର୍ଟ ର କୋଉ ଗ୍ରାଉଣ୍ଡ ରେ କେସ୍ ହେଇଛି? ସେଇ ପରା କହିଲି ଆପଣ ମୋର ମାଇନର ଏଜ୍ରେ ଯୋଉଟା ମାଇନର ଏଜ୍ରେ ମୋ ସାଙ୍ଗେ ୱିଦାଉଟ୍ ମାଇ କନସେଣ୍ଟରେ ମୋ ସାଙ୍ଗେ ରିଲେସନ୍ ରଖିଥିଲା ଏବଂ ମ୍ୟାରେଜ୍ ଯେଉଁ ମାଇନର ସମୟରେ ମଧ୍ୟ ମୋତେ ଯେତେବେଳେ ୱିଥ୍ 15 ଏଜ୍ ହେଇଥିଲା ସେତେବେଳେ ସେ ମୋତେ ବାହା ହେଇଥିଲା ଏବଂ ଛୁଆ ମଧ୍ୟ ଜନ୍ମ କରାଇଥିଲା। ମୋତେ ନେଇକି ଯାତ୍ରା ପାର୍ଟିରେ ନିଜେ ଛାଡ଼ି ଦେଇକରି ଆସିଲା, ମୋତେ ପଚାରିଲାନି ହଏରାଜ ଏବେ ମୋର ଚରିତ୍ର ସଂହାର କରୁଛି। ଏଥିରେ ଦଣ୍ଡ କଣ ମିଳିପାରିବ? ପୋକ୍ସୋ ମାଇନର ଝିଅ ତାହେଲେ ଗିରଫ ହେଇପାରନ୍ତି ସେ 100% କ୍ଷେତ୍ରରେ ନିଶ୍ଚିତ ଗିରଫ କରିବେ। 100% କାରଣ ପୋକ୍ସୋ ହେଉଛି ବର୍ତ୍ତମାନ ଆପଣଙ୍କର ମଣିଷ ମରାଠୁ ଆହୁରି ଭୟଙ୍କର ଅପରାଧ। ପୋକ୍ସୋଟା ଭାରି ଡେଞ୍ଜରସ୍। ଆପଣ ଯଦି ଦେଖିବେ ଓଡ଼ିଶାର କାଲି ଆପଣ ଦେଖିବେ ଝାରପଡ଼ା ଜେଲ୍ଠୁ ଆରମ୍ଭ କରି ଚୌଦ୍ୱାର ଜେଲ୍ ପର୍ଯ୍ୟନ୍ତ ମାନେ କୋଣ ଅନୁକୋଣେ ଯେତେ ସବୁ ଜେଲ୍ ଅଛି, ଜେଲ୍ରେ ମୋର୍ ଦାନ୍ 20 ରୁ 30% ହେଉଛନ୍ତି ଯେଉଁ ପିଲାମାନେ ସବୁ ଜେଲ୍ରେ ବନ୍ଦୀ ଜୀବନଯାପନ କରୁଛନ୍ତି, କନଭିକ୍ସନ୍ ହେଉ କିମ୍ବା ବିଚାରାଧୀନ ବନ୍ଦୀ ହୁଅନ୍ତୁ, ତା ଦେହର 40% ହେଉଛନ୍ତି କେବଳ ପୋକ୍ସୋ କେସ୍ରେ। ମନେକର ପୁଅ ଝିଅ ପୁଅକୁ ମାନେ 19 କି 20 କି 21 ହେଇଛି କି 22 ହେଇଛି, ଝିଅର ବୟସ 18 ବର୍ଷରୁ ଗୋଟେ ଦିନ କମ୍, ପୋକ୍ସୋ। ଇଏ ତ 15 ବର୍ଷ, ଆହୁରି ଭୟଙ୍କର ଅପରାଧ। ତେଣୁ ତାପରେ ପୋକ୍ସୋଟା ବି ଆସିଗଲା 2012ରେ 2013 ମାନେ ପରେ ଏଇ କେସ୍ଟି ହେଇଛି। ଆଚ୍ଛା, ପୂର୍ବରୁ ବାହା ହେଇଥିଲେ ବି ମାନେ ଏବେ ବୟସ ହେଇଯାଇଥିଲେ ବି ପୋସ୍କୋ ଆକ୍ଟ ଲାଗିବ। ଆପଣ ମନେକର 2000 ମସିହାରେ ଗୋଟେ ମର୍ଡର କରିଥିଲେ, ସେ ମର୍ଡରରେ ଚାର୍ଜସିଟ୍ ହେଇଯାଇଛି ଯେ ଫାଇନାଲ ହେଇଛି କେହି ଦୋଷୀ ପାଇଲେ ନାହିଁ, ବୁଝିପାରିଲେ। କିନ୍ତୁ ଏବେ ଆପଣ ମଙ୍ଗିଗଲେ ଯେ ମୁଁ ସେ ମର୍ଡରଟା କରିଥିଲି, ଆପଣ ଦୋଷୀ ହେଇଗଲେ। ବର୍ତ୍ତମାନ ଇଏ ନିଜେ ଆଡମିଟ୍ କରିଗଲେ ଯେ ଏତିକି ମସିହାରେ ଆମର ଗୋଟେ ପୁଅ ହେଇଥିଲା, ମୋର ପୁଅର ବୟସ ଏତିକି, ମୁଁ ତାକୁ ବାହା ହେଇଥିଲି। ଯଦି ତାର ବୟସ ହେଉଛି 27 ବର୍ଷ, 11 ବର୍ଷ ପୂର୍ବରୁ ପୁଅର ବୟସ 11 ବର୍ଷ, ସେ କହୁଛନ୍ତି 27 ଫେଡାନ କେତେ ହେଲା 11 15 ଫେଡାନ ବର୍ଷେ 10 ମାସ 10 ଦିନ ଗର୍ଭରେ ଧରିତ ଛୁଆଟା ଜନ୍ମ ହେବ, କେତେ ହେଲା 14। ଆପଣ ନିଜେ କହୁନାହାନ୍ତି 14 ନିଶ୍ଚିତ। ହଁ କି ନାହିଁ ବାପା? ନିଶ୍ଚିତ ଫସିବେ ନା ନାହିଁ? ମତେ ନିଜେ ଆପଣ କୁହନ୍ତୁ। ତେଣୁ ଏଇଟା ଆକ୍ଚୁଆଲି ସବୁବେଳେ ଗୋଟେ ଲୋକମାନେ ଆପଣଙ୍କର ମିଡ଼ିଆ ମାଧ୍ୟମରେ ମୁଁ ସାଧାରଣ ଜନତାଙ୍କୁ ଏଇଟା ମେସେଜ ଗୋଟେ ଦେଇପାରିବି, ଯେଉଁଠି ପାରିବାରିକ ଗଣ୍ଡଗୋଳ ହେଉଛି, ଯେଉଁଠି ପ୍ରେମିକ ପ୍ରେମିକା ଭିତରେ ଗଣ୍ଡଗୋଳ ହେଉଛି, ପାରିବାରିକ ଗଣ୍ଡଗୋଳ ହେଉଛି, ସୋସିଆଲ ମିଡ଼ିଆକୁ ମାଧ୍ୟମ କରିବା ଉଚିତ ନୁହେଁ। ସୋସିଆଲ ମିଡ଼ିଆ ପରିବାରକୁ ବିଗାଡ଼ି ଦିଏ, ସଜାଡ଼ି ଦିଏନି, ସମ୍ପର୍କକୁ ନଷ୍ଟ କରିଦିଏ, ଉତ୍କୃଷ୍ଟ କରେ।